बेनी माता आउता पुत्रको अतिथि और पुत्रको ढल गरिब मणिकञ्चनगढ राजा धीराजा किरण सहज भगको आउ बने बने कौशले जनापड़ी आपण मध्य अपेक्षा करथिली ये आदिति आसी जा ले ये आदिति ଶୁଣିବାକୁ ଚାହୁଁଛ ତୁମ ପୁତ୍ରଟିକୁ ମୁଁ ଏଇ ନିଜ ହସ୍ତରେ ମୁଁ ଯୋଡ଼ି ଧରିଛି ଗୋଟାଏ କ୍ଷତ୍ରିୟ ରୂପରେ ହସ୍ତି ସମବଳ ସୂର୍ଯ୍ୟ ପରି ତେଜିଆ ଆଉ ଗୋଟାଏ କଥା ଜାଣିଛ 18 ଛୁଇଁ ବର୍ତ୍ତମାନ 19କୁ ପାଦ ଦେଇଥିଲ ଆଦିତି ଆଉ ଗୋଟାଏ କଥା ହେଲେ ଗୋଟାଏ କଥା ଭାବୁଛି ମୋ ମନ ଭିତରେ ଉଙ୍କି ମାରୁଛି ସର୍ବଦା ହେଲେ ସେ ହେଉଛି ମୋ ଶିଷ୍ୟ ମୁଁ ହେଉଛି ତା ଗୁରୁ ହେଲେ ମୋର କର୍ତ୍ତବ୍ୟ ହେଉଛି ଗୁରୁ ଦିନେ ନା ଦିନେ ଶିଷ୍ୟର ପରୀକ୍ଷା ନେବାଟା ସୁନିଶ୍ଚିତ ତେଣୁ କେମିତି ଆଉ କି ଉପାୟରେ ନେବି ତାହା ଭାବି ଭାବି ମୁଁ ଏଠାରେ ଉପସ୍ଥିତ ହେଲ ହେଲେ ମୁଁ ତ ଶୁଣିଛି ଯେ ଆସନ୍ତାକାଲି ମୋ ଉର୍ବହୁ ଏ ପାକଞ୍ଚନ ଜଙ୍ଗଲରେ ଶିକାର ନିମନ୍ତେ ଆସିବ ଯଦି ଆପଣ ମୋ ପୁତ୍ର ଆଦିତ୍ୟ ସହିତ ଦେଖା କରିବାରେ ସାହାଯ୍ୟ କଲେ ଭଲ ହୋଇଥାନ୍ତା ବାସ୍ ଆଦିତ୍ୟ ବାସ୍ ତୁମ ଉପଦେଶଟା ନିଶ୍ଚୟ କାର୍ଯ୍ୟରେ ଆସିବ ନିଶ୍ଚୟ ହେଲେ ଆଦିତି ବୁଲାବୁଲି କରୁଥିଲ ଆସନ୍ତା ଦିବସଠାରୁ ଆରମ୍ଭ ହେବ ଆଦିତ୍ୟର ପରୀକ୍ଷାର ପ୍ରଥମ ପାହାଚ ହେଲେ ଆସନ୍ତାକାଲି ଯେମିତି ହେଲେ ମୋ ପୁତ୍ର ଆଦିତ୍ୟ ସହିତ ଦେଖା କରିବାରେ ସାହାଯ୍ୟ କରିବ ତେବେ ଠିକ୍ ଅଛି ମୁଁ ଆସିଛି ଦେବଙ୍କ ସଙ୍ଗେ କେମ୍ପା କଲି ଆଲୋରେ ଆଦିତେ ତୋତେ ଆଉ ତୋ ପୁତ୍ରକୁ ଢାଲ କରି ପହଞ୍ଚିବେ ରାଜା ଧୀରଜ ସେଇ ଭାତୃ ହନ୍ତା ରାଜା କିରଣ ସହଜ ପାଖରେ ତୋତେ ନ ହେଲା ନାହିଁ ବା ଆମେ ରାଜା ତୋ ଭଉଣୀ ନ ହେଲା ନାହିଁ এই বৃদ্ধ বয়সরে মধ্য তো ঝিও সহিত খেলটা আরম্ভ হেলা রাজা আজি দিন ঠারু আরম্ভ হেলা তোর বড়টা গড়তে এমিতি চক্র এই ঘরচনা করিবে সলা তোর নাটা উপরে নালে কারা বলি যাব আসুছে রাজা আসুছে তো মরি কান্নু উচ্চারণ করে